ଗୋ ଚାଲାଣକାରୀଙ୍କୁ ବଜରଙ୍ଗ ଦଳ କଲେ ନାକେଦମ। ଦିନକୁ ଦିନ ଗୋ ଚାଲାଣର ପ୍ରଭାବ ବଢ଼ିବାରେ ଲାଗିଛି। କିଏ ଚାଷ କରିବା ପାଇଁ ଚାଷୀ ଭାଇଙ୍କୁ ବଳଦ ଯୋଗାଇ ଦେବା ପାଇଁ ବ୍ୟବସାୟ କରୁଛି, ତ କିଏ ପୁଣି ନିର୍ମମ ଭାବରେ ହତ୍ୟା କରିବା ପାଇଁ ଗୋମାତାଙ୍କୁ ମୁସଲମାନ ପାଖରେ ଟେକି ଦେଉଛନ୍ତି। ବିଶେଷ ଭାବରେ ମୁସଲମାନମାନଙ୍କ ଦ୍ୱାରା ଏହି ଗୋ ଚାଲାଣର ଏକ ନୃଶଂସ କାରବାର ବହୁଳ ପରିମାଣରେ ଚାଲି ହିନ୍ଦୁ ଉପରେ ଏକ କଠାରଘାତ ସୃଷ୍ଟି ହୋଇଯାଇଛି। ଏତେ ମାତ୍ରାରେ ଗୋ ଚାଲାଣ କରାଯାଉଛି ଯେ ଦୈନନ୍ଦିନ ମୁସଲମାନ ହାତରେ ଗୋମାତା ବଳି ପଡ଼ି ଚାଲିଛନ୍ତି। ଏହାକୁ ଦୃଢ଼ ନିନ୍ଦା କରିବା ପାଇଁ ବଜରଙ୍ଗ ଦଳ ନିଜ ଜୀବନକୁ ବାଜି ଲଗାଇ ଗୋ ଚାଲାଣକୁ ରୋକିବା ପାଇଁ ଶତ ଚେଷ୍ଟା କରି ଆସୁଛନ୍ତି। ତଥାପି ହିନ୍ଦୁ ଆଖିରେ ଧୂଳି ଦେଇ ଗୋ ଚାଲାଣ ପ୍ରବଳ ମାତ୍ରାରେ ବଢ଼ି ଚାଲିଛି। ଗୋମାତା ହେଉଛି ହିନ୍ଦୁମାନଙ୍କ ଠାକୁର। ଯେଉଁ ଗୋମାତାଙ୍କୁ ହିନ୍ଦୁ ପୂଜା କରି ଆସୁଛି, ସେହି ଗୋମାତା ମୁସଲମାନ ପାଖରେ ବଳି ପଡ଼ିବା ଯେ ହିନ୍ଦୁ ପାଇଁ କେତେ ଦୁଃଖଦାୟକ, ତାହା କେବଳ ଜଣେ ସଚ୍ଚୋଟ ହିନ୍ଦୁ ହିଁ ଅନୁଭବ କରିପାରିବ। ଗୋ ଚାଲାଣକୁ ରୋକିବା ପାଇଁ ବଜରଙ୍ଗ ଦଳ ସହିତ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚେଷ୍ଟା ଚଳାଇଥିବା ବେଳେ ଏହି ଗୋ ଚାଲାଣ ଯେ କେବେ ହିନ୍ଦୁସ୍ତାନରୁ ବନ୍ଦ ହେବ, ତାହା ପ୍ରଶ୍ନବାଚୀ ହୋଇ ରହିଛି। ସେମିତି ଏକ ଗୋ ଚାଲାଣର ଏକ ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ଦାବରଚୁଆ ନିକଟ 49 ନମ୍ବର ଜାତୀୟ ରାଜପଥ ନିକଟରେ। ସଦର ବ୍ଲକ ଅନ୍ତର୍ଗତ ବେଲେଦା ସାପ୍ତାହିକ ହାଟରୁ ମୟୂରଭଞ୍ଜ ଅଭିମୁଖେ 65ଟି ବଳଦ ନେଇଯାଉଥିଲେ ବଳଦ ବ୍ୟବସାୟୀ। ମୂଲିଆ ଶ୍ରେଣୀର ଲୋକମାନଙ୍କୁ ମଜୁରୀ ଦେଇ ବଳଦକୁ ସଠିକ୍ ସ୍ଥାନରେ ପହଞ୍ଚାଇବା ପାଇଁ ବ୍ୟବସାୟୀ ଦାୟିତ୍ୱ ଦେଇଥିବା ବେଳେ ନିଜର ଆର୍ଥିକ ସମସ୍ୟାର ସୁଧାର ଆଣିବା ପାଇଁ ବଳଦକୁ ମୟୂରଭଞ୍ଜ ଅଭିମୁଖେ ନେଇଯାଉଥିଲେ। ବେଲେଦା ସାପ୍ତାହିକ ହାଟରୁ ଖୁବ୍ କମ୍ ରାସ୍ତା ଆସିଥିବା ବେଳେ କୌଣସି ସୂତ୍ରରୁ ବଜରଙ୍ଗ ଦଳ ଖବର ପାଇ ଯାଇଥିଲେ। ସଙ୍ଗେ ସଙ୍ଗେ କାଳ ବିଳମ୍ବ ନ କରି ବଜରଙ୍ଗ ଦଳ ଚାଲାଣ ହେଉଥିବା ବଳଦ ପାଖରେ ପହଞ୍ଚି ଯାଇଥିଲେ। 65ଟି ବଳଦକୁ ଅଟକ ରଖିବା ସହିତ ନେଇଯାଉଥିବା ଲୋକମାନଙ୍କୁ ଅଟକ ରଖିବାକୁ ଚେଷ୍ଟା କରିଥିବା ବେଳେ ବଳଦମାନଙ୍କୁ ନୂଆଗାଁ ପର୍ଯ୍ୟନ୍ତ ନେଇଯାଇଥିଲେ। ବଜରଙ୍ଗ ଦଳ ତୁରନ୍ତ ତୁରୁମୁଙ୍ଗା ଥାନାକୁ ଖବର ଦେଇଥିବା ବେଳେ ନୂଆଗାଁ ପାଖରୁ ବଳଦ ନେଇ ଯାଉଥିବା ଲୋକମାନେ ଖସି ଚାଲିଯାଇଥିଲେ। ବଜରଙ୍ଗ ଦଳ ନୂଆଗାଁ ନିକଟରେ ବଳଦକୁ ଆୟତ୍ତ କରି ରଖିଥିବା ବେଳେ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରୁମୁଙ୍ଗା ପୋଲିସ ସହାୟତାରେ 65ଟି ବଳଦକୁ ରାଜନଗରରେ ଥିବା ଗୋଶାଳାକୁ ପଠାଇ ଦିଆଯାଇଛି। ଗୋ ଚାଲାଣର ଏକ ସ୍ୱତନ୍ତ୍ର ରାକେଟକୁ ଚିହ୍ନଟ କରିବା ପାଇଁ ତୁରୁମୁଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କାହାରିକୁ ଠାବ କରିପାରିନାହିଁ। ଅନେକ ସମୟରେ ଏହି ଅଞ୍ଚଳରେ ପ୍ରବଳ ମାତ୍ରାରେ ଗୋ ଚାଲାଣ ହେଉଥିବା ବେଳେ ପୋଲିସର କଡ଼ା ନଜର ଥାଇ ମଧ୍ୟ ଗୋ ମାଫିଆ କେମିତି ଦୁଃସାହସିକ କାର୍ଯ୍ୟ କରିପାରୁଛନ୍ତି, ତାହା ସାଧାରଣରେ ଚର୍ଚ୍ଚା ପାଲଟି ଯାଇଛି। ବଜରଙ୍ଗ ଦଳ ଦ୍ୱାରା କେନ୍ଦୁଝର ଜିଲ୍ଲାରେ ଅନେକ ଥର ଗୋ ଚାଲାଣକୁ ରୋକ ଲଗାଇବାକୁ ଅନବରତ ଚେଷ୍ଟା ଚଳାଇଥିବା ବେଳେ କେମିତି ଯେ ଗୋ ଚାଲାଣ ବନ୍ଦ ହେବ, ତାହା ଜନସାଧାରଣଙ୍କୁ ଚକିତ କରି ଦେଉଛି। କେବଳ ଯେ ବଜରଙ୍ଗ ଦଳ ଗୋ ଚାଲାଣକୁ ରୋକିପାରିବେ, ତାହା ନୁହଁ। ଗୋ ଚାଲାଣ ବିରୁଦ୍ଧରେ ପ୍ରତ୍ୟେକ ହିନ୍ଦୁ ସଜାଗ ହେଲେ ନିଶ୍ଚିତ ରୂପରେ ଏ ଅଞ୍ଚଳରୁ ଗୋ ଚାଲାଣ ବନ୍ଦ ହୋଇଯିବା ସହିତ ଗୋମାତା ସୁରକ୍ଷିତ ହୋଇ ରହିପାରିବେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, এবি ନ୍ୟୁଜ୍।